ଟିକେ କେମିତି କ'ଣ ଖବର ପାଇଲେ? ଆଜ୍ଞା ମୁଁ ନ୍ୟୁଜ୍ରୁ ହିଁ ଜାଣିଲି। ମୋତେ କେହି କିଛି କହିନଥିଲେ, ମୋତେ ଖାଲି କହିଲେ ଆପଣ ଖାଲି ଆସନ୍ତୁ, ଆକ୍ସିଡେଣ୍ଟ ଅଛି ହେଇଛି ଆଇସିୟୁରେ ଅଛନ୍ତି। କିନ୍ତୁ ମୁଁ ନ୍ୟୁଜ୍ରେ ଦେଖିଲା ବେଳକୁ ଆଉ ନାହାନ୍ତି, ନ୍ୟୁଜ୍ରୁ ହିଁ ଜାଣିଲି। ପ୍ଲିଜ୍ କ'ଣ କରନ୍ତୁ, କିଏ ଧୋକା କରିଛି, କ'ଣ ଧୋକା ହେଇଛି ମୋର ଜାଣିବାର ଅଛି। ଆପଣମାନେ ଠିକ୍ ସହଯୋଗ କରିକିନା ଜଣାନ୍ତୁ। ଆଇଲା ବେଳକୁ କେହି ନଥିଲେ, ଡୋର୍ କ୍ଲୋଜ୍ ଥିଲା। ମୁଁ କହିଲି ତାଲା ସେ ଓପେନ୍ କଲେ, ମୁଁ ଦେଖା କଲି, ତାପରେ ତାଲା ବନ୍ଦ କରିଦିଆହେଲା। ମୁଁ ସକାଳ 7ଟାରୁ ଆସିଲିନି, ଏବେ କେତେଟା ବାଜିଛି ମୁଁ ଜାଣିନି। ଜଲ୍ଦି ଟିକେ ହେଲେ ମୁଁ ନେଇକି ଯିବି। ଯାତ୍ରା ପାର୍ଟି ସେମାନେ ସବୁ ଆପଣଙ୍କୁ ସହଯୋଗରେ ଥିଲେ? ଖାଲି କଲ୍ କରିଥିଲେ ମୋତେ, ମୁଁ ଆସିଲା ବେଳକୁ କିନ୍ତୁ ଏଠି କେହି ନଥିଲେ। ମୋତେ କଲ୍ କରିଥିଲେ ଆସିବା ପାଇଁ, ଖାଲି ଆସନ୍ତୁ। ନ୍ୟୁଜ୍ରୁ ଦେଖିଲି, ଆସିଲି, ଆସିଲା ବେଳକୁ ଏଠି କେହି ନଥିଲେ। ବର୍ତ୍ତମାନ ଆପଣ ଦେଖୁଛନ୍ତି ଅବି ଆସିକି ସେ ପହଞ୍ଚିଲେ, ଆଉ କିଛି କହିପାରିବିନି। କେହି ବି ନଥିଲେ, କେବଳ ମୋ ସାଙ୍ଗ ଭାଇମାନେ ଥିଲେ, ଆଉ ଆମେ ପରିବାର ଲୋକ ଆସିକି ପହଞ୍ଚିଲୁ। ଦୂରରୁ ଆସିଲେ, ଜଣେ ନୟାଗଡ଼ରୁ ଆସିଲେ, ଆଉ ଜଣେ ନିଶ୍ଚିନ୍ତ କୋଇଲି ମାହାଙ୍ଗାରୁ ଆସିଲେ, ଇଏ ମାଇଁ ହେବେ ସେ ଯାଜପୁରରୁ ଆସିଲେ। ସମସ୍ତେ ଆସିଲେ, ମୁଁ ଭୋର 4ଟାରୁ ବାହାରି 7ଟାରେ ଏଠି ପହଞ୍ଚିଲି। କାଲି ଆପଣଙ୍କ ସହିତ କଥା ହେଇଥିଲେ? କାଲି ମୋ ବାପାଙ୍କ ସହ କଥା ହେଇଥିଲେ, ମୋ ସହ କଥା ହେଇନାହାନ୍ତି। ଯେତେବେଳେ ଆସନ୍ତି କ'ଣ ସେ କୁହନ୍ତି ଆପଣଙ୍କୁ? ମୁଁ କାଲି ଯାଉଛି ଏତିକି କୁହନ୍ତି, ହେଲେ ଆଉ କାଲି ଫୋନ୍ କରିନଥିଲେ, କିନ୍ତୁ ବାପାଙ୍କୁ କହୁଥିଲା ଯେ ବାପାଙ୍କ ସହ କଥା ହେଇଥିଲେ ମୁଁ ଯିବି ସକାଳେ। ବହୁତ ଖୁସି ଥିଲି ଆସିବେ ବୋଲି। 15 ଦିନ 17-18 ଦିନରେ ଆସିନାହାନ୍ତି। ନଭେମ୍ବର 17 ଲାଷ୍ଟ ମୁଁ ତାଙ୍କୁ ଦେଖିଥିଲି। ନଭେମ୍ବର 17ରୁ ସେ ଆପଣଙ୍କ ପାଖରୁ ଆସିଥିଲେ? ଆଜ୍ଞା। ମୋ ଶାଶୁ, ମୋର ଗୋଟେ ଛୋଟ ଛୁଆ 3 ବର୍ଷର, ବାପା ମା ଭଉଣୀ, ଏତିକି। କିଛି ଦାବି ନାହିଁ, ମୋର ତ ସବୁ ସରିଗଲା, ଦାବି କିଛି ଦାବି ନାହିଁ।